ଅର୍ଥଶାସ୍ତ୍ରର ଗୋଟିଏ ବହୁତ ସୁନ୍ଦର ପ୍ରଶ୍ନ ଯୋଉଟା କି ତମର ଇଣ୍ଟରନାଲ ଏକ୍ଜାମରେ ଆସିବାର ବହୁତ ସମ୍ଭାବନା ଅଛି। ତେଣୁ ଅର୍ଥଶାସ୍ତ୍ରର ସେ ପ୍ରଶ୍ନଟି କ'ଣ ନା ମାନବୀୟ ଅଭାବ କାହାକୁ କୁହାଯାଏ? ମାନବୀୟ ଅଭାବର ବୈଶିଷ୍ଟ୍ୟ ଗୁଡ଼ିକୁ ଆଲୋଚନା କର। ନାଇଁ ତେଣୁ ଦେଖ ପିଲାମାନେ କ'ଣ ନା ଏଇ ଯେଉଁ ମଣିଷ ନାଇଁ ଆମେ ବି ମଣିଷ ନାଇଁ ସେ ଏଇ ଯେଉଁ ମଣିଷ ତାର କ'ଣ ନା ଅଭାବ ଗୁଡ଼ାଏ ଅଛି। କାହିଁକିନା ମଣିଷ ଜନ୍ମ ନେଇଛି ସିଏ ନାଇଁ କି ସେ ଯେଉଁ ଅଭାବକୁ ପରିପୂରଣ କରିବା ପାଇଁ ମଣିଷ ସବୁବେଳେ କ'ଣ କରେ ଚାହେଁ। ଏହି କାରଣରୁ ଅର୍ଥଶାସ୍ତ୍ରୀ ସେଲିଗମ୍ୟାନ୍ କ'ଣ କହିଛନ୍ତି? ଅର୍ଥଶାସ୍ତ୍ର ସେଲିଗମ୍ୟାନ୍ କ'ଣ କହିଛନ୍ତି ନା ମାନବୀୟ ଅଭାବକୁ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ଆଦ୍ୟ ବିନ୍ଦୁ ବୋଲି ବିଚାର କରିଛନ୍ତି ସେଲିଗମ୍ୟାନ୍। ଯେ ମାନବୀୟ ଅଭାବ ଯଦି ଅଭାବ ନଥାନ୍ତା ଯଦି ଆମର ଅଭାବ ନଥାନ୍ତା, ଖାଦ୍ୟର ଅଭାବ ନଥାନ୍ତା, ନାଇଁ ବସ୍ତ୍ର ଅଭାବ ନଥାନ୍ତା, ଅଭାବ ଯଦି ନଥାନ୍ତା ତାହେଲେ ଆମେ କ'ଣ କରିଥାନ୍ତେ ନା ଆମର କୌଣସି ଅର୍ଥଶାସ୍ତ୍ର ଦରକାର ହେଇନଥାନ୍ତା ନାଇଁ କି। ତେଣୁ ତାର ଅଭାବକୁ ପୂରଣ କରିବା ପାଇଁ ନାଇଁ ମଣିଷ କ'ଣ କରେ ନା ବିଭିନ୍ନ ପ୍ରକାର କାର୍ଯ୍ୟ କରେ। ଆଉ ମଣିଷର ଶାରୀରିକ ଆଉ ମାନସିକ ଅବସ୍ଥା ହିଁ ଅଭାବ ସୃଷ୍ଟି କରିଥାଏ। ଯଦି ଶରୀର ନଥାନ୍ତା, ମନ ନଥାନ୍ତା ତାହେଲେ ଏଭଳି ଅଭାବ ମଧ୍ୟ ହେଇନଥାନ୍ତା। ତେଣୁ ଅଭାବ କାହାକୁ କୁହାଯାଏ? କୌଣସି ଦ୍ରବ୍ୟ ବା ସେବା ପ୍ରାପ୍ତି ପାଇଁ ମଣିଷ ମନରେ ଇଚ୍ଛା ଜାଗ୍ରତ ହେଲେ ସେ ତାର ଅଭାବ ଅନୁଭବ କରେ। ଇଚ୍ଛା ଜାଗ୍ରତ ହୁଏ ନାଇଁ କି କୌଣସି ଦ୍ରବ୍ୟ ବା ସେବାକୁ ପ୍ରାପ୍ତି କରିବା ପାଇଁ, ଅର୍ଥାତ୍ ଦ୍ରବ୍ୟ ପ୍ରାପ୍ତିର ଇଚ୍ଛା ବା ଅଭିଳାଷକୁ ଅଭାବ କୁହାଯାଏ। ଏରିକ୍ ରୋଲଙ୍କ ମତରେ ଏରିକ୍ ରୋଲ କ'ଣ କହିଛନ୍ତି? ଅଭାବ ହେଉଛି ତୃପ୍ତିହୀନତାର ସେହି ଅନୁଭୂତି ଯାହା ମଣିଷକୁ ତୃପ୍ତି ଲାଭ ପାଇଁ ଉଦ୍ଦିଷ୍ଟ ଆଚରଣ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରିଥାଏ। ବୁଝାଉଛି? ତାପରେ ଦେଖିବା ମାନବୀୟ ଅଭାବର ବୈଶିଷ୍ଟ୍ୟ କ'ଣ? ଗୁଡ଼ାଏ ବୈଶିଷ୍ଟ୍ୟ ଅଛି ମାନବୀୟ ଅଭାବର ବୈଶିଷ୍ଟ୍ୟ। ମାନବୀୟ ଅଭାବର କେତେକ ବିଶେଷ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ। ପ୍ରଥମ ବୈଶିଷ୍ଟ୍ୟ ହେଉଛି କ'ଣ ନା ଅଭାବ ଅସୀମ। ପିଲାମାନେ ଜାଣିଛ ମଣିଷର ଗୋଟିଏ ଅଭାବ ପରିସମାପ୍ତି ପରେ ଆଉ ଗୋଟେ ଅଭାବ ଦେଖାଦିଏ। ଏଇଭଳି ଅଭାବ ଗୁଡ଼ିକ ବାରମ୍ବାର ଦେଖାଦିଏ, ଗୋଟିଏ ପରେ ଗୋଟିଏ ଦେଖାଦିଏ। ତେଣୁ ଏଠୁ କୁହାଯାଏ ଯେ ମଣିଷର ଅଭାବ ହେଉଛି ଅସୀମ। ଏଇଟା ହେଉଛି ପ୍ରଥମ ବୈଶିଷ୍ଟ୍ୟ। ଦ୍ୱିତୀୟ ବୈଶିଷ୍ଟ୍ୟ ନିର୍ଦ୍ଦିଷ୍ଟ ଅଭାବ ପରିପୂରଣୀୟ। ତ କୌଣସି ଗୋଟିଏ ବହୁତ ଗୁଡ଼ିଏ ଅଭାବ ଅଛି କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ ଅଟେ। ପରିତୃପ୍ତକ୍ଷମ ନାଇଁ କି। ତେଣୁ ଉଦାହରଣ ସ୍ୱରୂପ ତୃଷାର୍ତ୍ତ ଲୋକଟି କିଛି ପାନୀୟ ସେବନ କରିବା ପରେ ତାର ଜଳ ପ୍ରତି ଥିବା ଅଭାବ ସେହି ସମୟ ପାଇଁ ସମାପ୍ତ ହୋଇଥାଏ। ଅଭାବ ପରିପୂରକ। କେମିତି ପରିପୂରକ ନା ବିଭିନ୍ନ ସମ୍ପର୍କିତ ବସ୍ତୁର ଏକକାଳୀନ ବ୍ୟବହାର ସମ୍ପୃକ୍ତ ଅଭାବଟିକୁ ପୂରଣ କରିଥାଏ। ଉଦାହରଣ ସ୍ୱରୂପ ଯେମିତିକି ପେଟ୍ରୋଲ କାର୍ ଚାଳକ, ଏ ତିନି ଜଣ ହେଉଛନ୍ତି କ'ଣ ନା ପରିପୂରକ ଦ୍ରବ୍ୟ ନାଇଁ କି। ପେଟ୍ରୋଲ ବିନା କାର୍ ଚାଲିପାରିବନି, କାର୍ ମାନେ ଚାଳକ ବିନା ବି ଚାଲିପାରିବନି, ପରସ୍ପର ପରିପୂରକ। ତେଣୁ ଏହା କୁହନ୍ତି ଅଭାବ ମଧ୍ୟ ପରସ୍ପର ପରିପୂରକ। ଅଭାବ ପ୍ରତିଯୋଗୀ। କେମିତି ପ୍ରତିଯୋଗୀ ନା ମଣିଷର ଏକ ନିର୍ଦ୍ଦିଷ୍ଟ ଅଭାବ ପୂରଣ ପାଇଁ ଅଭାବ ପୂରଣକାରୀ ବସ୍ତୁ ଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଥାନ୍ତି ନାଇଁ କି। ତେଣୁ ପ୍ରତିଯୋଗିତା କେମିତି? ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ସମୟରେ ଔଷଧ ଓ ଗାଡ଼ିରେ ତେଲ ପକାଇବାର ଆବଶ୍ୟକତା ଉପୁଜିଲା। ତେଣୁ ତା ପାଇଁ ଯେଉଁ ଅଭାବ ଅଧିକ ଗୁରୁତ୍ୱପୂର୍ଣ୍ଣ ନାଇଁ କି ସେ ଅଭାବକୁ ପ୍ରଥମେ ପୂରଣ କରିବ। ସେ ଅଭାବ ଯେଉଁଟାକି ଅଧିକ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ କୁହାଯାଏ ପ୍ରତିଯୋଗୀ ମାନେ ପ୍ରତିଯୋଗିତା ସମ୍ପୂର୍ଣ୍ଣ। କେତେକ ଅଭାବ ଉଭୟ ପରିପୂରକ ଓ ପ୍ରତିଯୋଗୀ, ଉଭୟ ପରିପୂରକ ଏବଂ ପ୍ରତିଯୋଗୀ। ଯେମିତିକି ଯନ୍ତ୍ରପାତି ଓ ଶ୍ରମିକ ଉଭୟ ପରିପୂରକ ଓ ପ୍ରତିଯୋଗୀ। ଯନ୍ତ୍ରପାତିର ପରିଚାଳନା ପାଇଁ ଶ୍ରମିକର ଆବଶ୍ୟକତା ପଡ଼ିଥାଏ ଏବଂ ମନୁଷ୍ୟ ବିନା ଯନ୍ତ୍ରପାତି କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ତେଣୁ ଉଭୟ ପରସ୍ପର ପରିପୂରକ। ବୁଝିଗଲା ନାଇଁ କି।
ଅନ୍ୟ ପକ୍ଷରେ ମଣିଷ ଓ ଯନ୍ତ୍ରପାତି ଉଭୟ ପରସ୍ପର ପ୍ରତିଯୋଗୀ ମଧ୍ୟ। କାହିଁକିନା ଯନ୍ତ୍ରପାତିର ମୁତୟନ ଶ୍ରମିକମାନଙ୍କୁ କର୍ମଚ୍ୟୁତ କରିଥାଏ। ଯଦି ଯନ୍ତ୍ରପାତିର ମୁତୟନ, ଯନ୍ତ୍ରପାତି ଆସିଗଲେ ଶ୍ରମିକମାନେ ତାଙ୍କୁ କର୍ମ କରିବାକୁ ପଡ଼େନି। ତେଣୁ ଯନ୍ତ୍ରପାତି ମଣିଷର ପ୍ରତିଯୋଗୀ ମଧ୍ୟ। ଅଭାବ ବୈକଳ୍ପିକ। ମଣିଷର ଅଭାବ ବୈକଳ୍ପିକ କାରଣ ଏକ ନିର୍ଦ୍ଦିଷ୍ଟ ଅଭାବ ପୂରଣ କରିବାର ଅନେକ ଗୁଡ଼ିଏ ବିକଳ୍ପ ରହିଛି। ଯେମିତିକି କ୍ଷୁଧାର୍ତ ବ୍ୟକ୍ତି ଜଣେ ସେ କ'ଣ ନା ରୁଟି ଖାଇପାରେ, ଭାତ ଖାଇପାରେ, ଦୁଗ୍ଧ ମଧ୍ୟ ଖାଇପାରେ କିମ୍ବା ବିସ୍କୁଟ ମଧ୍ୟ ଖାଇପାରେ। ବିଭିନ୍ନ ବିକଳ୍ପ ଅଛି। ତେଣୁ ଅଭାବ ହେଉଛି ବୈକଳ୍ପିକ। ଏଥିରୁ ଚୁଜ୍ କରିବ, ସେ ଚଏସ୍ କରିବ। ଅଭାବ ପୌନଃପୁନିକ। କେମିତି ପୌନଃପୁନିକ? ଏହା ସମୟ ବ୍ୟବଧାନରେ ବାରମ୍ବାର ଅନୁଭୂତ ହୋଇଥାଏ। ଅଭାବ ଗୋଟେ ସମୟ ଅନୁସାରେ ବାରମ୍ବାର ଅନୁଭୂତ ହୋଇଥାଏ। ଯେମିତିକି ଉଦାହରଣ ସ୍ୱରୂପ କ୍ଷୁଧା ନିବାରଣ ପାଇଁ ଗ୍ରହଣ କରାଯାଉଥିବା ଖାଦ୍ୟକୁ ସମୟ ବ୍ୟବଧାନରେ ବାରମ୍ବାର ଗ୍ରହଣ କରାଯାଏ। ବୁଝିହେଉଛି? ଅଭାବ ଅଭ୍ୟାସଗତ। କେମିତି ଅଭାବ ଅଭ୍ୟାସଗତ? ନା ମଣିଷର ଅଭାବ ଅଭ୍ୟାସଗତ। ଯେଉଁଟା ଅଭ୍ୟାସ ହେଇଗଲା ସେଇଟା ବେଶୀ ଅଭାବ ଲାଗେ। ଯେମିତିକି ଜଣେ ମଦ୍ୟପ, ତା ପାଇଁ ମାଦକ ଦ୍ରବ୍ୟର ଉପଭୋଗ କ'ଣ ନା ଗୋଟେ ଅଭ୍ୟାସଗତ ଅଭାବ ସେଇଟା। ଜଣେ ସିଗାରେଟ୍ ଟାଣୁଛି, ବିଡ଼ି ଟାଣୁଛି, ଖଇନି ଖାଉଛି, ସେଗୁଡ଼ିକ ସବୁ କ'ଣ ନା ଅଭ୍ୟାସଗତ, ମାନେ କ'ଣ ଅଭ୍ୟାସଗତ ଅଭାବ। ସ୍ଥାନ କାଳ ପାତ୍ର ଭେଦରେ ଭିନ୍ନ ଭିନ୍ନ ହୋଇଥାଏ। ଏ ଯେଉଁ ଅଭାବ ସ୍ଥାନ କାଳ ପାତ୍ର ଭେଦରେ ଭିନ୍ନ ଭିନ୍ନ ହୋଇଥାଏ। କେମିତି? ଉଦାହରଣ ସ୍ୱରୂପ ଓଡ଼ିଶାରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହେଲା ଭାତ। ପଞ୍ଜାବରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହେଲା ରୁଟି। ସେଠି ପଞ୍ଜାବରେ ଅଭାବ ହେଉଛି ରୁଟି, ଆଉ ଓଡ଼ିଶାରେ ଅଭାବ ଭାତ। ସେହିପରି ଶୀତ ଦିନରେ ପଶମ ପୋଷାକର ଆବଶ୍ୟକତା ହୋଇଥିଲା ବେଳେ ଗ୍ରୀଷ୍ମ ଦିନରେ ପତଳା ସୂତା ପୋଷାକର ଆବଶ୍ୟକତା ହୋଇଥାଏ, ନାଇଁ କି? ଆମିଷ ଭଲ ପାଉଥିବା ବ୍ୟକ୍ତିଟି ମାଛ ଓ ମାଂସ ପସନ୍ଦ କରୁଥିଲା ବେଳେ ନିରାମିଷ ବ୍ୟକ୍ତିଟି ସାଧା ଖାଦ୍ୟ ପ୍ରଥମ ପସନ୍ଦ କରେ। ଏହି ଆଲୋଚନା ଜଣାପଡ଼େ କ'ଣ ନା ମଣିଷର ସ୍ଥାନ କାଳ ପାତ୍ର ଭେଦରେ ଭିନ୍ନ ଭିନ୍ନ ଅଭାବ ଥାଏ, ନାଇଁକିରେ? ତେଣୁ ଆମେ କ'ଣ ଗୋଟିଏ ଶେଷ କଥା ଆମେ ଲେଖିପାରିବା। ଶେଷରେ କ'ଣ ନା ଉପରୋକ୍ତ ଆଲୋଚନା ସବୁବେଳେ ଏମିତି ଲେଖିବ। ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଦେଖ ପିଲାମାନେ, ଲଙ୍ଗ କ୍ୱେଶ୍ଚନ୍ ଲେଖିବ ଇଣ୍ଟ୍ରୋଡକ୍ସନ୍ ପ୍ରଥମେ, ତାପରେ ଲାଷ୍ଟରେ କନକ୍ଲୁଜନ୍, ମାନେ ଶେଷ କଥା ଏଇଭଳି ଲେଖିବ ଗୋଟେ ପାରାଗ୍ରାଫ। ଲାଷ୍ଟ ପାରାଗ୍ରାଫଟା ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ମଣିଷର ଅଭାବର ଟିକେ ଛୋଟ କରିଦେବା ପିଲାମାନେ। ୟେସ୍, ମଣିଷର ଅଭାବର ଅନେକ ଗୁଡ଼ିଏ ବୈଶିଷ୍ଟ୍ୟ ରହିଛି, ନାଇଁକି? ଅନେକ ଗୁଡ଼ିଏ ବୈଶିଷ୍ଟ୍ୟ ରହିଛି। ଆଉ ଏହି ଅଭାବ ସ୍ଥାନ କାଳ ପାତ୍ର ଇତ୍ୟାଦିରେ ପରିବର୍ତ୍ତନ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ବୁଝିଗଲା? ଭିନ୍ନ ଭିନ୍ନ ହୋଇଥାଏ। ବୁଝିଗଲା ପିଲାମାନେ? ତେଣୁ ଏଇଭଳି ତୁମେ ଲଙ୍ଗ କ୍ୱେଶ୍ଚନ୍ ଲେଖିବ। ମୁଁ ତୁମକୁ ବୁଝେଇଦେଲି, ତେଣୁ ଭଲ ଭାବରେ ବୁଝିଥିବ। ଅଭାବର ବୈଶିଷ୍ଟ୍ୟ ଗୁଡ଼ିକ ଏ ପ୍ରଶ୍ନ ଆସେ। ଠିକ୍ ଅଛି, ରହିଲି। ବନ୍ଦେ ଉତ୍କଳ ଜନନୀ।